କଟକରେ କୌଣସି କାମ ଥିଲେ ମୁଁ ପ୍ରଥମେ ବିଜୁ ଭାଇଙ୍କ ପାଖକୁ ଯାଏ। ସେ ଓଡ଼ିଶା ସରକାରଙ୍କର ଉଠା ଜଳସେଚନ ବିଭାଗର ମୁଖ୍ୟ ଦପ୍ତରରେ ବଡ଼ବାବୁ ଭାବରେ ଚାକିରି କରନ୍ତି। କହିବା ବାହୁଲ୍ୟ, ବଡ଼ବାବୁ ଅର୍ଥାତ୍ ମୁଖ୍ୟ କିରାଣୀ। ସେ ଯାହା ହେଉ, ସେଦିନ ଗାଁରୁ ବସ୍ ଧରି ମୁଁ ବିଜୁ ଭାଇଙ୍କ ଦପ୍ତରରେ ପହଞ୍ଚିଲା ବେଳକୁ ଦିନ 11ଟା ବାଜି ସାରିଥିଲା। ହେଲେ ଭାଇ ସେ ପର୍ଯ୍ୟନ୍ତ ଦପ୍ତରରେ ପହଞ୍ଚି ନଥିଲେ। ଦପ୍ତରର ବଡ଼ବାବୁ ଯେତେବେଳେ ଠିକ୍ ସମୟରେ ଦପ୍ତରରେ ନ ପହଞ୍ଚିଲେ ସମ୍ମାନ ରହିବ ତ ଆଜ୍ଞା? ଏଇଟା ସ୍ୱାଧୀନ ଭାରତର ଏକ ସରକାରୀ ଦପ୍ତର। ଏଠି ଆତ୍ମବଡ଼ିମା ବଡ଼। ଦେଶ ରସାତଳକୁ ଯାଉ ପଛେ ସରକାର ଏବଂ ସ୍ୱାଧୀନତାର ଟେକ ରହୁ। ଏକଥା ମନେ ମନେ ବିଚାର କରି ମୁଁ ବିଜୁ ଭାଇଙ୍କ ଚୌକି ପାଖରେ ଥିବା ଏକ ଚୌକି ଟାଣି ବସି ପଡ଼ିଲି। ଯଥା ସମୟରେ ବିଜୁ ଭାଇ ପାନ ଚୋବାଇ ଚୋବାଇ ଢଳି ଢଳି ଆସି ନିଜ ଚୌକି ଉପରେ ବସି ଫାଇଲ୍ ସବୁ ସଜାଡ଼ୁ ସଜାଡ଼ୁ ମୋତେ ଦେଖି ପଚାରିଲେ, ଏ ଗଧ, ତୁ ଘରକୁ ନ ଯାଇ ଏଠିକି କାହିଁକି ଆସିଲୁ? ମୁଁ କିନ୍ତୁ ଉତ୍ତର ଦେବା ପୂର୍ବରୁ ସେ ଫାଇଲ୍ ସଜାଡ଼ିବା ବନ୍ଦ କରି ହାଁ କରି ଦ୍ୱାର ଆଡ଼କୁ ଚାହିଁ ରହିଲେ। ମୁଁ ମଧ୍ୟ କିଛି ଉତ୍ତର ନ ଦେଇ ସେ ଚାହିଁଥିବା ଦିଗ ଆଡ଼କୁ ଅନେଇଲି। ଦେଖିଲି ସେମାନେ ବିଜୁ ଭାଇଙ୍କ ଚୌକି ଆଡ଼କୁ ଠୁକୁରୁ ଠୁକୁରୁ ହୋଇ ଦେଖୁଥିଲେ ଏବଂ ଆଗକୁ ବଢ଼ିବାରେ ଲାଗିଥିଲେ। ମଝିରେ ମଝିରେ ଚିହ୍ନଟ ପାଇଁ ଅଟକି ମଧ୍ୟ ଯାଉଥିଲେ। ବୁଢ଼ା ସିଡ଼ି ଚଢ଼ି ଆସିବା କାରଣରୁ ଊର୍ଦ୍ଧ୍ୱ ଶ୍ୱାସ ନେଉଥିଲା ଏବଂ ଖୁଁ ଖୁଁ ହୋଇ କାଶୁଥିଲା। ବୋଧହୁଏ ସେ ଶ୍ୱାସରୋଗୀ ଥିଲା। ମୁଁ ଅନୁମାନ କଲି ବୋଧହୁଏ ସେ ଜଣେ ଚାଷୀ, ନହେଲେ ଏହି ଉଠା ଜଳସେଚନ ଦପ୍ତରର ମୁଖ୍ୟ କାର୍ଯ୍ୟାଳୟକୁ କାହିଁକି ଆସିଛି। ପିନ୍ଧିଥିଲା ଗୋଟେ ମଇଳା ଧୋତି, ଯାହା ଆଣ୍ଠୁଠାରୁ ତଳକୁ ଆଉ ପାଦଠାରୁ ଟିକିଏ ଉପର ପର୍ଯ୍ୟନ୍ତ ଥିଲା। ତା ଉପରେ ସେ ଏକ ଅଧା ହାତ ଆଉ 3 ପକେଟ୍ ଥିବା ଜାମା ପିନ୍ଧିଥିଲା, ଯାହା ତାକୁ ସମ୍ପୂର୍ଣ୍ଣ ଭାବରେ ଜଣେ ଚାଷୀର ପରିଚୟ ଦେଉଥିଲା। ଶୁଖିଲା ଗାଲ, ରୋଡ଼ିଆ ଆଖି, ତରପାକଲା ଦାଢ଼ି, ହଳଦିଆ ଦାନ୍ତ ଆଉ କେଉଁ କାଳରୁ ତେଲ ଦେଖି ନଥିବା ମୁଣ୍ଡର ଅଧା କଳା ଅଧା ଧଳା ଚୁଟି ଅଲରା ହୋଇ ଦପ୍ତରରେ ଲାଗିଥିବା ପଙ୍ଖାର ପବନରେ ଫରଫର ହୋଇ ଉଡ଼ୁଥିଲା। ତାକୁ ଦେଖିଲେ ଲାଗୁଥିଲା ଯେମିତି ଓଡ଼ିଶାର କେଉଁ ଏକ ଦରିଦ୍ର ଗ୍ରାମର ଜଣେ ଗରିବ ଚାଷୀ। ଯେତେବେଳେ ସେମାନେ ବିଜୁ ଭାଇଙ୍କ ଟେବୁଲ ପାଖରେ ପହଞ୍ଚିଲେ, ସେତେବେଳେ ମୁଁ ବୁଝିପାରିଲି ଯେ ସେମାନେ ବିଜୁ ଭାଇ ଓରଫ ଦପ୍ତରର ବଡ଼ବାବୁଙ୍କ ପାଖକୁ ହିଁ ଆସିଛନ୍ତି। ମୁଁ ବିଜୁ ଭାଇଙ୍କ ଆଡ଼କୁ ଅନେଇଲି, ଆଉ ତାଙ୍କ ଚେହେରାରେ କେମିତି ଏକ ବେପରବାୟ ଭାବ ଫୁଟିଥିବାର ଲକ୍ଷ୍ୟ କଲି। ଏହି ଗରିବ ବୁଢ଼ା ଚାଷୀର ଯେମିତି ତାଙ୍କ ପାଖରେ କୌଣସି ମହତ୍ତ୍ୱ ନଥିଲା ଭଳି ଜଣାପଡ଼ୁଥିଲା। ଏକଥା ମଧ୍ୟ ସତ୍ୟ ଯେ ସେ ଏହି ଚୌକି ଉପରେ ଅନେକ ବର୍ଷ ଧରି ବସି ରହି ବହୁତ କିଛି ଦେଖିଛନ୍ତି, ଆଉ ସହି ସହି ପଥର ପାଲଟି ଯାଇଛନ୍ତି ମଧ୍ୟ। କେତେ ଗରିବ ଚାଷୀଙ୍କର ବିକଳ କାନ୍ଦଣା, କେତେ କୁଜି ନେତାଙ୍କର ବୃଥା ଆସ୍ଫଳନ, ଧମକ ସେ ସବୁ କିଛି ସହ୍ୟ କରିଛନ୍ତି। ତେବେ ଏହି ସାମାନ୍ୟ କଥାକୁ କ'ଣ ସେ ବୁଝିପାରି ନଥାନ୍ତେ? ସେମାନଙ୍କର ଆଗମନ କଥାକୁ ସେ ଠିକ୍ ବୁଝିପାରିଥିଲେ। ସେମାନେ କହିଲେ ସେ ଆଗନ୍ତୁକ ସହ ଜଣେ ସ୍ତ୍ରୀ ଲୋକ ମଧ୍ୟ ଥିଲା। ଶ୍ୟାମଳ ବର୍ଣ୍ଣର, ପତଳା, ଦୁର୍ବଳ ସେହି ମହିଳା ଜଣକ ବୋଧହୁଏ ସେହି ଆଗନ୍ତୁକର ପତ୍ନୀ ଥିଲା। କିନ୍ତୁ ବିଜୁ ଭାଇ ବୁଝିସାରିଥିଲେ ଯେ ସେମାନେ ନିଶ୍ଚିତ ଭାବରେ ସରକାରୀ ରିହାତି ମୋଟର ପମ୍ପ କଥା କହିବାକୁ ଆସିଥିବେ, ନହେଲେ ସରକାରଙ୍କର ଏହି ଉପ ଜଳସେଚନ ବିଭାଗର ମୁଖ୍ୟ ଦପ୍ତରକୁ କାହିଁକି ଆସିଛନ୍ତି? ବୋଧହୁଏ ନିଜ ଜମି ପାଇଁ ସରକାରୀ ରିହାତି ବିଜୁଳି ପମ୍ପ ବିଷୟରେ କଥା ହେବାକୁ। ମୁଁ ଦେଖିଲି ସେହି ମହିଳା ଜଣକ ମଧ୍ୟ ରୋଗଗ୍ରସ୍ତ ଥିବା ଭଳି ଲାଗୁଥିଲା, ଆଉ ସେ ନିଜ ଲୁଗା ଭିତରେ ଗୋଟିଏ ପୁଟୁଳା ଲୁଚେଇକି ଧରିଥିଲା, ଯାହା ପରିଷ୍କାର ଭାବରେ ଜଣାପଡ଼ୁଥିଲା। ମୋତେ ଲାଗିଲା ଦୁହେଁ ଯେମିତି ଏହି ବଡ଼ ସହରକୁ ପ୍ରଥମ ଥର ପାଇଁ ଆସିଛନ୍ତି। ଏତେ ବଡ଼ ସହର, ଏତେ ବଡ଼ ସରକାରୀ ଦପ୍ତର ମଧ୍ୟରେ ସେମାନେ ବୋଧହୁଏ ନିଜକୁ ଅସହାୟ ମନେ କରୁଥିଲେ, ତଥାପି ଆଶା ବାନ୍ଧିଥିଲେ। ହେଲେ କ'ଣ ସେହି ଆଶା ଏପର୍ଯ୍ୟନ୍ତ ଜଣାପଡ଼ି ନଥିଲା। ଦୁହେଁ ଥକି ଯାଇଥିଲେ। ତାଙ୍କ ମୁଖମଣ୍ଡଳରୁ ଉଙ୍କି ମାରୁଥିବା ଭୟରୁ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ଆଖିରେ କିନ୍ତୁ ଥିଲା ଆଶା ନିରାଶା, ମଝିରେ ଝଲକୁଥିଲା ଟିକିଏ ଆତ୍ମବିଶ୍ୱାସ। ଦୁହେଁ ବିଜୁ ଭାଇଙ୍କ ଟେବୁଲ ସମ୍ମୁଖରେ ଆସି ଛିଡ଼ା ହୋଇଗଲେ। ଆଜ୍ଞା ନମସ୍କାର। ଦୁହେଁ ଏକ ସହିତ ହାତ ଯୋଡ଼ି ନମସ୍କାର କଲେ। ବିଜୁ ଭାଇ ପ୍ରତି ନମସ୍କାର କରି କହିଲେ, କୁହନ୍ତୁ କାମ କ'ଣ ଅଛି? ସେ ସେମିତି ଫାଇଲ୍ ଗୁଡ଼ାକ ଉପରେ ଦୃଷ୍ଟି ନିବେଶ କରିଥିଲେ। ସେମାନେ ଦୁହେଁ ବହୁତ ସମୟ ପର୍ଯ୍ୟନ୍ତ ସେମିତି ଚୁପଚାପ ଛିଡ଼ା ହୋଇ ରହିଲେ। ଶେଷରେ ସେମାନେ ଚୁପ୍ ରହୁଥିବାର ଦେଖି ବିଜୁ ଭାଇ ନିଜେ ପଚାରିଲେ, କୁହନ୍ତୁ ମୋ ପାଖରେ କ'ଣ କାମ ଅଛି? ବୁଢ଼ା କହିଲା, ଆଜ୍ଞା କ'ଣ ମୋ ଦରଖାସ୍ତ ଆସିଛି? କେଉଁ ଦରଖାସ୍ତ? ବିଜୁ ଭାଇ ସେମାନଙ୍କ ଆଡ଼କୁ ଚାହିଁ ପଚାରିଲେ। ସବସିଡି ବିଜୁଳି ପମ୍ପ ପାଇବାର ଦରଖାସ୍ତ।
କାହା ନାମରେ? ମୋ ନାମରେ। ଗାଁ ଓ ବ୍ଲକର ନାମ କ'ଣ? ଧନୀପୁର ମର୍ଷାଘାଇ ବ୍ଲକ। ତେବେ ତୁମ ନାମ କ'ଣ? ଭିସିକେଶନ ପୁହାଣ। ଆଜ୍ଞା, ସେହି ବୃଦ୍ଧ ଚାଷୀ ଜଣକ କହିଲା। ସେଇ ନାଁଟାକୁ ବୋଧହୁଏ ବିଜୁଭାଇ ପୂର୍ବରୁ ଜାଣିଥିଲେ। ତେଣୁ ନାଁଟା ଶୁଣିବା ମାତ୍ରେ ସେ ଚୌକିରୁ ଉଠିଯାଇ ତାଙ୍କ ଚୌକି ପଛରେ ଥିବା ଆଲମାରୀ ଖୋଲି କିଛି ଖୋଜିବାରେ ଲାଗିଲେ। ବୁଢ଼ା ଚକା ପକେଇ ସେହିଠାରେ ତଳେ ବସି ପଡ଼ିଲା। ମୁଁ ଯେତେ କହିଲି, ଆରେ ଏଠାରେ ଏମିତି ବସ ନାହିଁ, ଏଇଟା ସରକାରୀ ଦପ୍ତର, ସେପଟକୁ ଯାଇ ବେଞ୍ଚ ଉପରେ ବସ। ହେଲେ ବୁଢ଼ା ମୋ କଥାକୁ ତିଳେ ମାତ୍ର କର୍ଣ୍ଣପାତ କଲା ନାହିଁ। ମୁଁ ତାକୁ ଯେତେ ବୁଝାଇବାରେ ଚେଷ୍ଟା କଲି, ସବୁ ବୃଥା ହେଲା। ବୋଧହୁଏ ସେ ଚାଲି ଚାଲି ଆସିବା କାରଣରୁ ସେ ବହୁତ ଥକି ଯାଇଥିଲା। ଚପରାସିକୁ ଡକାଇ ମୁଁ ତା ପାଇଁ ପାଣି ମଗାଇଲି। ପାଣି ପିଇ ସେ ଟିକିଏ ସାଷ୍ଟାମ ହେଲା। ବିଜୁଭାଇ ରେଜିଷ୍ଟର ବାହାର କରି ତାର ନାମ ଖୋଜିବାରେ ଲାଗିଲେ। ଆଉ କିଛି ସମୟ ପରେ ଖୋଜିବା ବନ୍ଦ କରି ତାକୁ କହିଲେ, ତୁମ ନାମ ତ ଆସିଥିଲା, ହେଲେ କାଗଜପତ୍ର ଭୁଲ ଥିବା କାରଣରୁ ଫେରାଇ ଦିଆଯାଉଛି। ତୁମେ ଯାଇ ବ୍ଲକ ଅଫିସରେ ଖୋଜ, ସଠିକ୍ ଖବର ପାଇବ। ବିଜୁଭାଇଙ୍କ କଥା ଶୁଣି ବୁଢ଼ାର ଚେହେରା ଉଦାସ ହୋଇଗଲା। ପୂର୍ବରୁ ତା ଚେହେରା ଝାଳରେ ସମ୍ପୂର୍ଣ୍ଣ ଭିଜି ଯାଇଥିଲା। ବିଜୁଭାଇଙ୍କ କଥା ଶୁଣି ତା ଚେହେରା ବର୍ତ୍ତମାନ ସମ୍ପୂର୍ଣ୍ଣ କଳା ପଡ଼ିଗଲା। ସେ କହିଲା, ଫେରାଇ ଦେଲେ ଆଜ୍ଞା? କ'ଣ ଭୁଲ ଥିଲା ମୋ ଦରଖାସ୍ତ ଆଉ କାଗଜପତ୍ରରେ? ସେଥିରେ କ୍ରମିକ ନମ୍ବର ଭୁଲ ଥିଲା। ମୁଁ ତ ଆଜ୍ଞା ସବୁ କାଗଜପତ୍ର ବ୍ଲକ ଅଫିସରେ ଠିକ୍ ଠିକ୍ ଦେଇଥିଲି। ଆଉ ସେଠାକାର ବାବୁମାନେ ସେସବୁ ଭଲ ଭାବରେ ଯାଞ୍ଚ କରି ମୋତେ ଠିକ୍ ଅଛି ବୋଲି କହିଲେ। ପୁଣି କ'ଣ ହେଲା? ଆଉ ଥରେ ତାର କାଶ ଉଠିଲା। କାଶ ଥମିଗଲା ପରେ ଦଣ୍ଡେ ରହିଯାଇ ପୁଣି କହିଲା, ଆଜ୍ଞା କାଗଜପତ୍ର ବର୍ଷେ ପୂର୍ବରୁ ଜମା କଲିଣି। ବହୁତ ଥର ମର୍ଷାଘାଇ ବ୍ଲକ ଅଫିସକୁ ଦୌଡ଼ିଲା ପରେ ସେମାନେ ଏବେ କହିଲେ, ଆମେ କ'ଣ କରିବୁ, ଏଠି କିଛି ହୋଇପାରିବ ନାହିଁ। ତୁମେ କଟକ ହେଡ୍ ଅଫିସକୁ ଯାଅ, ଆମେ ତୁମେ ଦରଖାସ୍ତ ସେଠାକୁ ପଠାଇ ଦେଇଛୁ। ସେଠାରେ କହିବ। ଆଉ କେତେ ସମୟ ଲାଗିବ ଆଜ୍ଞା? ବୁଢ଼ା ବଡ଼ ବିକଳ ହୋଇ କହିଲା। ବିଜୁଭାଇ ଅର୍ଥାତ୍ ଅଫିସର ବଡ଼ବାବୁ ବୁଢ଼ାକୁ ବୁଝାଇବାରେ ଚେଷ୍ଟା କରି କହିଲେ, ତୁମେ ମର୍ଷାଘାଇ ବ୍ଲକ ଅଫିସକୁ ଯାଅ, ମୁଁ ଫୋନ୍ କରି ଦେଉଛି। ସେଠାକାର ବାବୁ ତୁମକୁ ସବୁ ବୁଝାଇ ଦେବେ। ଅନେକ ସମୟ ପର୍ଯ୍ୟନ୍ତ ଦୁହେଁ ସେମିତି କାତର ଦୃଷ୍ଟିରେ ବିଜୁଭାଇଙ୍କ ଆଡ଼କୁ ଚାହିଁ ରହିଲେ। କିନ୍ତୁ ବିଜୁଭାଇଙ୍କ ଉପରେ ଏହାର ସେମିତି କୌଣସି ବିଶେଷ ପ୍ରଭାବ ପଡ଼ିଲା ନାହିଁ। ସେ ତ ନିଦାବିଷ୍ଣୁ। ବିଗତ 15 ବର୍ଷ ଧରି ଏହି ପଦରେ କାମ କରୁଛନ୍ତି। ଏମିତି କେତେ ଗରିବ ଅସହାୟ ରୋଗିଣା ଚାଷୀଙ୍କର କାକୁତି ମିନତି ଶୁଣି ଶୁଣି ତାଙ୍କ କାନପଥର ପାଲଟି ଯାଇଛି। ହେଲେ ସେ କ'ଣ କରିପାରିବେ? ସେ ତ ସରକାରୀ ନିୟମରେ ବନ୍ଧା ହୋଇଥିବା ଏକ ଭୟଙ୍କର ପଶୁ। ତେଣୁ ଦୁହିଁଙ୍କର କାତର ଦୃଷ୍ଟିରେ ସେ ଜମାରୁ ବିଚଳିତ ହେଲେ ନାହିଁ। ହେଲେ ଦୟା କରୁଣାରେ ମୁଁ ବିଚଳିତ ହୋଇଗଲି। କିନ୍ତୁ ଏହି ସରକାରୀ ଦପ୍ତରରେ ମୁଁ ବା କ'ଣ କରିପାରିବି? ବର୍ତ୍ତମାନ ପର୍ଯ୍ୟନ୍ତ ଚୁପଚାପ ହୋଇ ଛିଡ଼ା ହୋଇଥିବା ସ୍ତ୍ରୀ ଜଣକ ହଠାତ୍ ବିଜୁଭାଇଙ୍କୁ ବିନତି କରି କହିଲା, ଆଜ୍ଞା ଆମେ ବହୁତ ଗରିବ ଲୋକ, ଆମର କେହି ସା ଭରସା ନାହାନ୍ତି। ପୁଅ ଅକାଳରେ ବାହୁଡ଼ିଗଲା। ଅନେକ ଦିନ ଆମକୁ 2 ଓଳି ପେଟପୂରା ଖାଇବାକୁ ମଧ୍ୟ ମିଳେ ନାହିଁ। ଚିତ୍ରୋତ୍ପଳା ନଦୀ ପଠାରେ ଥିବା ଜମି ମାଣିକ ଯାହା ଆମ ସାହା ଭରସା। ସେଥିରେ ବର୍ଷା ଦିନେ କିଛି ଫସଲ ହୁଏ ନାହିଁ, ପାଣି ଭରିଯାଏ। ଶୀତଦିନେ ଚିନାବାଦାମ ଚାଷ କରୁ, ଆଉ ଖରାଦିନେ ଡାଲୁ ଓ ଧାନ ଚାଷ କରୁ। ଚିନାବାଦାମ ଚାଷ ପାଇଁ ସେତେ ପାଣି ଦରକାର ହୁଏ ନାହିଁ, କିନ୍ତୁ ଡାଳୁ ଓ ଧାନ ଚାଷ ପାଇଁ ପ୍ରଚୁର ପାଣି ଦରକାର ପଡ଼େ। ଏବେ ଉପର ମୁଣ୍ଡରେ ହୋଇଥିବା ବନ୍ଧ କାରଣରୁ ନଦୀ ସବୁ ଖରାଦିନେ ଶୁଖି ଯାଉଛି। ଏଥିପାଇଁ ଖରାଦିନେ ଚିତ୍ରୋତ୍ପଳାର ମୁହାଣ ଲୁଣା ନଦୀଠାରୁ ବିଚ୍ଛିନ୍ନ ହୋଇଯାଇ ପାଣିର ଧାର ଶୁଖି ନଦୀ ତଳକୁ ଚାଲି ଯାଉଛି। ସେଠାରୁ ପାଣି ଉଠାଇ ଡାଳୁଅ ଚାଷ କରିବା ଅସାଧ୍ୟ ନୁହେଁ, କିନ୍ତୁ ଆମ ପାଇଁ ଅସମ୍ଭବ। ଆମ ଅବସ୍ଥା ତ ଦେଖୁଛନ୍ତି। ଦେହରେ ଫୁଣ୍ଟାଏ ବଳ ନାହିଁ। ୟାଙ୍କର ପୁଣି ଶ୍ୱାସ ବେମାରୀ ବାହାରିଛି। ମୁଁ ମାଇପି ଲୋକ, ଆଉ କ'ଣ ବା କରିପାରିବି? 2 ବର୍ଷ ହେଲା ଚାଷ କରି ନ ପାରି ଚାଉଳ କିଣି ଖାଉଛୁ। ପାଣି ପାଇଁ ଡାଳୁଅ ଚାଷ କରିପାରିଲୁ ନାହିଁ। ଆମ ପାଖରେ ମୂଲିଆ ଲଗାଇ ପାଣି ଉଠାଇବାକୁ ପଇସା ନାହିଁ। ଆପଣଙ୍କ ପାଖରେ ବିନତି କରୁଛୁ, କାଗଜପତ୍ର ଠିକ୍ କରି ଆମ ପାଇଁ ଖଣ୍ଡେ ପମ୍ପ ଲଗାଇ ଦିଅନ୍ତୁ। ଆପଣଙ୍କର ଧର୍ମ ହେବ, ଆପଣଙ୍କର ପିଲାଛୁଆ ସୁଖରେ ରହିବେ, ଆପଣଙ୍କର ବଢ଼ତି ହେବ। ଆମେ ଆପଣଙ୍କ ଉପକାର ଏ ଜନ୍ମରେ ମଧ୍ୟ ଭୁଲିବୁ ନାହିଁ। ସ୍ତ୍ରୀ ଜଣକର କଥା ଶୁଣି ବିଜୁଭାଇଙ୍କର ପଥର ହୃଦୟ ବୋଧେ ଟିକେ ତରଳିଗଲା। ସେ ତୁରନ୍ତ ମର୍ଷାଘାଇର ବ୍ଲକ ଅଫିସର ବଡ଼ବାବୁଙ୍କୁ ମୋବାଇଲ ଲଗାଇଲେ। ହେଲେ ସେପଟରୁ କେହି କଲ୍ ରିସିଭ୍ କଲେ ନାହିଁ।
ଆଉ ଠିକ୍ ସେତିକିବେଳେ ବୁଢ଼ୀ ତା ଶାଢ଼ୀ ଭିତରେ ଲୁଚାଇ ଧରିଥିବା ପୁଟୁଳାଟିକୁ ବିଜୁ ଭାଇଙ୍କ ଟେବୁଲ ଉପରେ ରଖିଦେଲା। ଏକଥା ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ଅପ୍ରସ୍ତୁତ ମଧ୍ୟ ହୋଇଗଲେ। ଏ କ'ଣ କରୁଛ? ଏଥିରେ କ'ଣ ଅଛି? ଏଥିରେ ଆପଣଙ୍କ ପାଇଁ ଆମ ଜମିରେ ଫଳିଥିବା କିଛି ଚିନାବାଦାମ ମୁଁ ଭାଜି ଆଣିଛି। ଆଉ କିଛି ତ ଆମ ପାଖରେ ନାହିଁ। ଟଙ୍କା 2000 ସଞ୍ଚିଥିଲୁ ଯେ ଏଇ ସରକାରୀ ରିହାତି ପାଣି ପମ୍ପ ପାଇଁ ତାକୁ ବ୍ଲକର ବଡ଼ବାବୁଙ୍କୁ ଦେଇଦେଲୁ। ଆମ ପାଖରେ ଏତିକି ଛଡ଼ା ଆଉ କିଛି ନାହିଁ। ନା ପଇସା ନା କଉଡ଼ି। ବିଜୁଭାଇ ସେସବୁ ନେବାକୁ ସଫା ସଫା ମନା କରି ଦେଇଥିଲେ। କହିଲେ ଏସବୁ ମୋର ଦରକାର ନାହିଁ। ହେଲେ ଭାଇଙ୍କ କଥା ଶୁଣି ବୁଢ଼ା ବସିବା ଜାଗାରୁ ହାତରେ ଭରା ଦେଇ ଉଠିଲା। ପୁଣି ବିଜୁ ଭାଇଙ୍କ ଆଡ଼କୁ ଚାହିଁ ହାତ ଯୋଡ଼ି କାତର ସ୍ୱରରେ କହିଲା, କ'ଣ ଆଜ୍ଞା ଏତିକି ଯଥେଷ୍ଟ ନୁହେଁ? ଆମେ ତ ଲାଞ୍ଚ ଦେଉନୁ, ଦେବାର ସମର୍ଥ ମଧ୍ୟ ଆମର ନାହିଁ। ମଣିଷର ସ୍ନେହ ଶ୍ରଦ୍ଧା କ'ଣ ଧନ ରତ୍ନଠାରୁ ବଡ଼ ନୁହେଁ? ଆଉ ହେଲା, ଆପଣ କୁହନ୍ତୁ କେତେ ଦେବି? ଆମେ ନିଜେ ବିକ୍ରି ହୋଇ ମଧ୍ୟ ଆମ ସୁଶୀଲା ଜମିକୁ ପାଣି ପିଆଇବୁ। ବୋଧହୁଏ ବୁଢ଼ାର ଆତ୍ମସମ୍ମାନରେ ଆଘାତ ଲାଗିଥିଲା। କାରଣ ସେ ସରକାରୀ ଦପ୍ତରର ନଗ୍ନତାକୁ ଦେଖି ସାରିଥିଲା। କ୍ଷଣକବି ବିଜୁଭାଇ ବୁଢ଼ାର କଥା ଶୁଣି ରାଗରେ ପଞ୍ଚମ ହୋଇ କହିଲେ, ମୁଁ କହିଲି ନା ଏଇଟା ସରକାରୀ ଦପ୍ତର, ଏଠାରେ ଏସବୁ ଚଳେ ନାହିଁ। ପୁଟୁଳି ଉଠାଅ ଆଉ ତୁରନ୍ତ ବାହାରକୁ ଚାଲିଯାଅ। ବୁଢ଼ା କହିଲା, ହେଲେ ମର୍ଷାଘାଇର ସେଇ ବ୍ଲକ ଅଫିସରଟା କ'ଣ ସରକାରୀ ଦପ୍ତର ନୁହେଁ? ତଥାପି ବୁଢ଼ା ଡରି ଯାଇଥିଲା। ସେ ପୁଟୁଳିକୁ ବୁଢ଼ୀ ହାତରେ ଧରାଇ ଫାଟକ ଆଡ଼କୁ ଯିବାରେ ଲାଗିଲା। ବୋଧହୁଏ ଗାଁରୁ ବାହାରିଲା ବେଳେ ସେମାନେ ଭାବିଥିଲେ ଯେ ସ୍ନେହ ଶ୍ରଦ୍ଧାରେ ପୁଟୁଳିଟାକୁ ଦେଲେ ଉପର ହାକିମ ଖୁସି ହୋଇ ତାଙ୍କ କାମ କରିଦେବ, ଆଉ ଶୀଘ୍ର ତାଙ୍କ ଜମିରେ ମଟର ପମ୍ପରେ ପାଣି ଭରିବ। କିନ୍ତୁ ଏକଥା ଭୁଲ ପ୍ରମାଣିତ ହେଲା। ଏମିତି କିଛି ହେଲା ନାହିଁ। ବିଜୁଭାଇ ଯେତେ ଚାହିଁଲେ ମଧ୍ୟ ସେମାନଙ୍କ ପାଇଁ କିଛି କରିପାରି ନଥାନ୍ତେ। ଏଇଟା ସରକାରୀ ଦପ୍ତର। ଏଠି ସବୁକିଛି ନିୟମ ଅନୁସାରେ ଚାଲେ। ଏଠାରେ ହାତୀ ଗଳି ଯାଇପାରେ, କିନ୍ତୁ ପିମ୍ପୁଡ଼ିମାନଙ୍କ ପାଇଁ ରାସ୍ତା ନାହିଁ। ବିନତି କରୁଣା ଦୟାର ଏଠାରେ କୌଣସି ପ୍ରଶ୍ନ ହିଁ ନଥାଏ। ସବୁକିଛି ଉପରେ ଥିବା ବାବୁମାନଙ୍କର ନିର୍ଦ୍ଦେଶରେ ଚାଲେ। ବିଜୁଭାଇଙ୍କର କୌଣସି ସାଧ୍ୟ ନାହିଁ। ସେମାନେ ବାହାରକୁ ଯିବା ମାତ୍ରେ ବିଜୁଭାଇ ନିଜ କାମରେ ବ୍ୟସ୍ତ ହୋଇଗଲେ। ମୋ ସହିତ ମଧ୍ୟ କିଛି କଥା ହେଲେ ନାହିଁ। ମୁଁ ସେମିତି ତାଙ୍କ ପାଖରେ ପଡ଼ିଥିବା ଚୌକିରେ ବସି ରହି ତାଙ୍କ ଫୁର୍ସତ ପାଇବା ସମୟକୁ ଅପେକ୍ଷା କରିବାରେ ଲାଗିଲି। ହେଲେ କିଛି ସମୟ ପରେ ହଠାତ୍ ଦପ୍ତର ବାହାରେ ଭୀଷଣ କୋଳାହଳ ଶୁଣି ମୁଁ ଗୋଟିଏ ଡିଆଁରେ କବାଟ ଡେଇଁ କୋଳାହଳ ହେଉଥିବା ସ୍ଥାନକୁ ଯାଇ ଦେଖିଲି ଅନ୍ୟ କେହି ନୁହେଁ, ସେଇ ବୁଢ଼ା ବେହୋସ ହୋଇ ପଡ଼ିଯାଇଛି। ମୁଁ ଚିନ୍ତା କଲି ବୋଧହୁଏ ଟାଣ ଖରାରେ ତା ମୁଣ୍ଡ ବୁଲେଇ ଦେଇଥିବ। ତା ବୁଢ଼ୀ ତା ପାଖରେ ବସି ଚିତ୍କାର କରି କାନ୍ଦିବାରେ ଲାଗିଥିଲା। ଦପ୍ତରର ଜଣେ ଚପରାସୀ ତା ମୁହଁରେ ଆଉ ମୁଣ୍ଡରେ ପାଣି ଛାଟୁଥିଲା। ହୁଏତ କିଛି କ୍ଷଣ ପରେ ତା ଚେତା ଫେରିବ। ଯେତେବେଳେ ଅନେକ ବେଳ ପର୍ଯ୍ୟନ୍ତ ବୁଢ଼ାର ଚେତନା ଫେରିଲା ନାହିଁ, ସେତେବେଳେ ସମସ୍ତେ ଡରିଗଲେ। ଆଉ ହଠାତ୍ ତା ସ୍ତ୍ରୀ ଆହୁରି ଜୋରରେ ଚିତ୍କାର କରି ତା ଛାତି ଉପରେ ଲୋଟିଗଲା ଏବଂ ଗଗନ ପବନ ଫଟାଇ ରୋଦନ କରିବାରେ ଲାଗିଲେ। ଏହି ଦୃଶ୍ୟ ଦେଖି ମୁଁ ସ୍ଥାଣୁ ପାଲଟି ଗଲି। ମୁଁ ବିଶ୍ୱାସ କରିପାରୁ ନଥିଲି ଯେ ଘଡ଼ିଏ ପୂର୍ବରୁ ଦମ୍ଭର ସହ କଥା କହୁଥିବା ସେ ବୁଢ଼ା ମରିଯାଇଛି ବୋଲି। ପୁଟୁଳିରେ ବନ୍ଧା ହୋଇଥିବା ଚିନାବାଦାମ ପୁଟୁଳି ଫାଟି ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଥିଲା। ଯେମିତି ବିଶ୍ୱାସ ଓ ଶ୍ରଦ୍ଧା ଲକ୍ଷ ଲକ୍ଷ ଟୁକୁଡ଼ାରେ ପରିଣତ ହୋଇଯାଉଛି। ଆଉ ଜଣେ ଓଡ଼ିଆ ଚାଷୀର ମୃତ୍ୟୁ ହେଲା। ଏହି ମୃତ୍ୟୁ ତ ଆତ୍ମହତ୍ୟା ନୁହେଁ। ତେବେ ଆମେ ଏହି ବୁଢ଼ାର ଚାଷୀର ମୃତ୍ୟୁକୁ ତ କେବେ ମଧ୍ୟ ସାମାନ୍ୟ କହିପାରିବା ନାହିଁ, କି ଆତ୍ମହତ୍ୟା ମଧ୍ୟ ନୁହେଁ। ଏକଥା ଚିନ୍ତା କରି ମୁଁ ବିଚଳିତ ହୋଇଗଲି। ବିଛାଡ଼ି ହୋଇ ପଡ଼ିଥିବା ବାଦାମ ମଞ୍ଜିକୁ ଖାଇବାକୁ କାଉମାନେ ଉଡ଼ି ଆସି ନିକଟର ଗଛ ଡାଳ ଏବଂ ଛାତମାନଙ୍କ ଉପରେ ବସି ରହିଥିଲେ। ବୁଢ଼ୀର ବିକଳ କାନ୍ଦଣା ଶୁଣି ସେମାନେ ମଧ୍ୟ ତଳକୁ ଆସିବାକୁ ସାହସ କରୁନଥିଲେ। କିନ୍ତୁ ଦପ୍ତର ଭିତରେ ଥିବା ମଣିଷ ରୂପ ଧରି କାଉମାନେ କେବଳ ନିଷ୍ଫଳ କା କା କରୁଥିଲେ। ବୁଢ଼ାର ଶବ ସେମିତି ଖରାରେ ପଡ଼ି ରହିଥିଲା। କାହାଣୀଟି ଯଦି ଆପଣମାନଙ୍କୁ ପସନ୍ଦ ଆସୁଥାଏ, ତେବେ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।